हेलो पिलाମାନେ ଆଶା କରିବି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ତ ଫାଇନାଲି ପିଲାମାନେ ମୁଁ ଆପଣମାନଙ୍କର ରିକ୍ୱେଷ୍ଟ ଅନୁସାରେ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଆଣ୍ଡ ୱେଟେଡ୍ ଭିଡ଼ିଓ ଯେଉଁଟା ମୁଁ କହିପାରିବି କି ଏକ୍ଜାମ୍ ହଲ୍ ହ୍ୟାକ୍ସ ବା ଯେଉଁଟାକୁ ଆମେ କହିପାରିବା ଏକ୍ଜାମ୍ ହଲ୍ର କିଛିଟା ଟ୍ରିକ୍ସ ଆଉ ଟିକ୍ସ ଆପଣମାନଙ୍କ ସହିତ ମୁଁ ସେୟାର କରିବି, ଯାହାଦ୍ୱାରା ସେ ଟିପ୍ସକୁ ଆପଣମାନେ ୟୁଜ୍ କରିକି ମାନେ 90% ଏଭବ୍ ଆପଣମାନେ ମାର୍କକୁ ସ୍କୋର କରିପାରିବେ। ଏଇଟା ମୁଁ ମନ ଇଚ୍ଛା ଆପଣମାନଙ୍କୁ କହିବିନି, ଆପଣମାନେ ନିଜେ ରିଏଲାଇଜ୍ କରିବେ ଯେତେବେଳେ ଆପଣମାନେ ଏକ୍ଜାମ୍ ଦେଇକି ଆସିବେ। ନିଶ୍ଚିତ ଭାବେ ମୋତେ ଜଣେଇବେ କି ସାର୍ ହଁ ଆପଣ ଏଇ ଜିନିଷଟା କହିଥିଲେ, ଆପଣଙ୍କ ଏକ୍ସପେରିଏନ୍ସରୁ ଆପଣ କହିଥିଲେ, ତ ଆମକୁ ସେଇଟା ବହୁତ ବେନିଫିଟ୍ ହେଲା। ଆଉ ଏ ଜିନିଷ ଆପଣମାନଙ୍କୁ କେହି ବି କହିବେନି। ବେସିକାଲି ଆପଣମାନେ ଯେଉଁ ଏଜେଣ୍ଟଙ୍କ ପାଖରେ ପଢ଼ୁଛନ୍ତି ବା ଇନଷ୍ଟିଟ୍ୟୁସନରେ କରୁଛନ୍ତି କି ବଡ଼ ଭାଇ ଭଉଣୀ, କେହି ତ ଏସବୁ ଜିନିଷ କହିବେନି। ଆପଣମାନେ ଫାର୍ଷ୍ଟ ଟାଇମ୍ ପାଇଁ ଏକ୍ଜାମ୍ ଦେବା ପାଇଁ ଯିବେ, ବହୁତ ନର୍ଭସ୍ ଥିବେ, ଆପଣମାନେ ନର୍ଭସନେସ୍ ଥିବ ଆପଣମାନଙ୍କ ପାଖରେ। ତ କ'ଣ କେମିତି କ'ଣ କରିବି ସବୁ ଜିନିଷ ଡିଟେଲ୍ସରେ ଆପଣମାନଙ୍କ ସହିତ ମୁଁ କଥା ହେବି ପିଲାମାନେ। ତ ଆଶା କରିବି କି ଭିଡ଼ିଓଟିକୁ ପିଲାମାନେ ଲାଷ୍ଟ ଯାଏଁ ୱାଚ୍ କରିବେ। ଆଉ ଗୋଟେ କଥା ପ୍ରଥମରୁ ହିଁ ମୁଁ ଆପଣମାନଙ୍କୁ କ୍ଲାରିଫାଏ କରିଦେବା ପାଇଁ ଚାହୁଁଛି, ଯେଉଁ ପିଲାମାନଙ୍କୁ ଲାଗୁଛି କି ହଁ ମୋତେ ସବୁ ଜଣାଅଛି, ତ ମୁଁ ସେମାନଙ୍କୁ ତ ପ୍ରଥମରୁ ହିଁ ଅନୁରୋଧ କରିକି ଆପଣମାନଙ୍କ ପାଇଁ ଏଇଟା ନୁହଁ। ଏଇଟା ସେଇମାନଙ୍କ ପାଇଁ ଯେଉଁମାନେ କି ଫାର୍ଷ୍ଟ ଟାଇମ୍ ପାଇଁ ଏକ୍ଜାମ୍ ଦେବା ପାଇଁ ଯିବେ। ତ ସମସ୍ତଙ୍କ ମନରେ, ମୁଁ ବି ଯେତେବେଳେ ଫାର୍ଷ୍ଟ ଟାଇମ୍ ପାଇଁ ଏକ୍ଜାମ୍ ଦେବା ପାଇଁ ଯାଇଥିଲି, ମୋ ମନରେ ବି ବହୁତ ସାରା କ୍ୱେଶ୍ଚନ୍ ଥିଲା, ବହୁତ ସାରା କ୍ୱେରିଜ୍ ଥିଲା। ତ ସେତେବେଳେ ତ ଆମ ପାଖରେ ୟୁଟ୍ୟୁବକୁ ଏତେ ଆମେମାନେ ୟୁଜ୍ କରୁନଥିଲୁ, ଯାହାଦ୍ୱାରା ଆମର ସେ ଡାଉଟ୍କୁ ଆମେ ସଲ୍ଭ କରିପାରିନଥିଲୁ ଆଣ୍ଡ ଏକ୍ଜାମ୍ରେ ହଇରାଣ ମଧ୍ୟ ହେଇଥିଲୁ। ଫାର୍ଷ୍ଟ ସେମିଷ୍ଟାର କଥା କହୁଛି। ତ ଆପଣମାନେ ସେ ଯେମିତି ଭୁଲ କରିବେନି, ଆପଣମାନଙ୍କୁ ମୁଁ କହିଦେବି ସବୁ ଜିନିଷ। ତ ଆଶା କରିବି ଭିଡ଼ିଓଟି ଆପଣମାନଙ୍କ ପାଇଁ ହେଲ୍ପଫୁଲ୍ ହେବ। ଆଣ୍ଡ ଯଦି ପିଲାମାନେ ଭିଡ଼ିଓଟି ଭଲ ଲାଗିବ ନିଶ୍ଚିତ ଭାବେ ଭିଡ଼ିଓଟିକୁ ଲାଇକ୍ କରିବେ। ଆଣ୍ଡ ଆମ ଚ୍ୟାନେଲରେ ଯଦି ନୂଆ ଥିବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ଠିକ୍ ଅଛି, ତ ଆଗକୁ ଯିବା। ପ୍ରଥମରୁ ଲେଖା ହେଇଛି ଏଇଟା ଆନ୍ଧ୍ର ବିଏଡ଼୍ ଫାର୍ଷ୍ଟ ସେମିଷ୍ଟାର ଏକ୍ଜାମ୍ ଯେଉଁମାନେ ଦେବା ପାଇଁ ଯିବେ, ସେ ଯେକୌଣସି ୟୁନିଭର୍ସିଟିର ପିଲା ହୁଅନ୍ତୁ, ସେ ଆନ୍ଧ୍ର କେଶରୀ, ଆଚାର୍ଯ୍ୟ ନାଗାର୍ଜୁନା, ଆନ୍ଧ୍ର ୟୁନିଭର୍ସିଟି, ଏମିତିକି ୟୋଗୀମୋହନ ୟୁନିଭର୍ସିଟିର ବି ଯଦି ଆପଣମାନେ ପିଲା ହେଇଛନ୍ତି ବା ଅଦର କୌଣସି ଆପଣମାନେ ୟୁନିଭର୍ସିଟିର ଆନ୍ଧ୍ରପ୍ରଦେଶର ଯେକୌଣସି ୟୁନିଭର୍ସିଟିର ପିଲା ହେଇଥାନ୍ତୁ ନା କ'ଣ ପାଇଁ, ଆପଣମାନଙ୍କ ପାଇଁ ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ଭିଡ଼ିଓ। ଠିକ୍ ଅଛି, ଆଗକୁ ଯିବା। ତ ଆପଣମାନଙ୍କୁ ବେଶୀ କିଛି କହିବିନି ପିଲାମାନେ, ବାସ୍ ସର୍ଟରେ ଆପଣମାନଙ୍କ ସହିତ କିଛିଟା ଜିନିଷ ସେୟାର କରିବା ପାଇଁ ଚାହିଁବି। ଦେଖନ୍ତୁ, ପ୍ରଥମ କଥା ଏଇଟା ଯେ ଆପଣମାନଙ୍କୁ ଏକ୍ଜାମ୍ ହଲ୍ ହ୍ୟାକ୍ସ କହିବା ପୂର୍ବରୁ ପ୍ରଥମ କଥା ଆପଣମାନେ ମାଇଣ୍ଡରେ ରଖିବେ କି ମନେକର ମୋର ଏକ୍ଜାମ୍ ରହୁଛି, AKU ପିଲାମାନଙ୍କ କଥା କହିବି, ଯଦି ମୁଁ AKU ପିଲାମାନଙ୍କ କଥା କହିବି, ମୋର ଏକ୍ଜାମ୍ଟା ମନେକର ରହୁଛି ଆପଣଙ୍କର 9th ଫେବୃଆରୀରେ। ଠିକ୍ ଅଛି, ତ 9th ଫେବୃଆରୀରେ ମୋର ଏକ୍ଜାମ୍ ରହୁଛି ମାନେ ବର୍ତ୍ତମାନ ପ୍ରାୟତଃ ସମସ୍ତେ ଟ୍ରେନ୍ ଟିକେଟ୍ କାଟି ସାରିଥିବେ ଆପଣମାନେ, ନୁହେଁ କି? ତେଣୁ ସବୁବେଳେ ଟ୍ରାଏ କରିବେ, ଯଦି 9th ଫେବୃଆରୀରେ ମୋର ଏକ୍ଜାମ୍ଟି ରହୁଛି, ଆପଣମାନେ ଘରୁ ଯେତେ ଦୂରରେ ହେଉଥାନ୍ତୁ ନା କ'ଣ ପାଇଁ ମିନିମମ୍ ଯାଇକି ଆନ୍ଧ୍ରରେ ଗୋଟେ ଦିନ ପୂର୍ବରୁ ଯେମିତି ଆପଣମାନେ ପହଞ୍ଚି ଯାଇଥିବେ, ସେଇଟା ଟ୍ରାଏ କରିବେ। ଯଦି ମୋର 9 ତାରିଖରେ ଅଛି ଏକ୍ଜାମ୍, ତ ମୁଁ ଟ୍ରାଏ କରିବି କି ଯେମିତି 8 ତାରିଖରେ 8th ଫେବୃଆରୀରେ ମୁଁ ସେଠାରେ ଆନ୍ଧ୍ରରେ ପିଲାମାନେ ଷ୍ଟେ କରିଯିବି, ରହିବି। ଆଣ୍ଡ ସେଠାରେ ଗୋଟେ ଦିନ ରେଷ୍ଟ ନେଲା ପରେ ଯାଇକି ମୁଁ 9 ତାରିଖ ଦିନ ଏକ୍ଜାମ୍ ଦେବା ପାଇଁ ଯିବି। ଯଦି ମୁଁ ତା ପୂର୍ବରୁ ଆହୁରି ପହଞ୍ଚି ପାରୁଛି, ଯେମିତି 7 ତାରିଖରେ ପହଞ୍ଚି ପାରୁଛି, ଦେନ୍ ବହୁତ ଭଲ କଥା। ବୁଝିପାରୁଛନ୍ତି? କାରଣ ସମସ୍ତଙ୍କୁ ସବୁ ଟାଇମ୍ରେ ଟ୍ରେନ୍ ମିଳେନି। ଯେଉଁଦିନ ବି ଆପଣମାନଙ୍କୁ ମିଳୁଛି ଦିନେ 2 ଦିନ ପୂର୍ବରୁ, କିନ୍ତୁ ପୂର୍ବରୁ ଯାଇକି ପହଞ୍ଚିବେ। ବେଳେବେଳେ କ'ଣ କରନ୍ତି ପିଲାମାନେ ନା, ଏଇ ଜିନିଷଟା ମୁଁ ଆପଣମାନଙ୍କୁ କହିଦେଉଛି, ମାନେ ଯାଇକି ସେଇ ଦିନ ଯାଇକି ସେମାନେ ପହଞ୍ଚିବେ। ଯେହେତୁ 2ଟାରେ ଆପଣଙ୍କର ଏକ୍ଜାମ୍ ଥାଏ, 9 ତାରିଖ ଦିନ ଏକ୍ଜାମ୍ ଅଛି, ତ ସେମାନେ ଯାଇକି 11ଟା 12ଟା ବେଳେ ପିଲାମାନେ ପହଞ୍ଚିବେ, ଯାଇକି ଏକ୍ଜାମ୍ ଦେବେ 2ଟା ବେଳେ। ସେଇଟା ଏତେ ସୁଇଟେବୁଲ୍ ହୁଏ ନାହିଁ ପିଲାମାନେ। କ'ଣ ପାଇଁ ହୁଏନି? ସବୁବେଳେ ଟ୍ରେନ୍ ଆପଣଙ୍କର ଠିକ୍ ଟାଇମ୍ରେ ନେଇକି ଆପଣଙ୍କୁ ପହଞ୍ଚାଇବ, ସେଇଟା କେବେ ପସିବୁଲ୍ ନୁହେଁ। ଆପଣମାନେ ଜାଣିଛନ୍ତି, ଜର୍ଣ୍ଣି କରୁଥିବେ। ତେଣୁ ସବୁବେଳେ ଆମେ ଆଡ଼ଭାନ୍ସ ରହିବା। ଆଣ୍ଡ ଯେହେତୁ ଏଇଟା ଗୋଟେ ଆମର ମାନେ କ'ଣ, ଏତେ ଦୂରକୁ ଯାଇକି ଆମେ ଏତେ ପଇସା ଖର୍ଚ୍ଚ କରିକି ଏକ୍ଜାମ୍ ଦେଉଛୁ, ତ ପ୍ରଥମ ଜିନିଷ ଏଇଟା ମୁଁ ମାନେ ଲିଷ୍ଟରେ ରଖିନି, ବଟ୍ ଆପଣମାନଙ୍କୁ ଏ ଜିନିଷଟା ଧ୍ୟାନ ରଖିବାର ଅଛି। ଏଜେଣ୍ଟ ତ ନେଇକି ଯାଉଛନ୍ତି, ଠିକ୍ ଅଛି, ବଟ୍ ସବୁବେଳେ ଟ୍ରାଏ କରିବେ ଗୋଟେ ଦିନ ପୂର୍ବରୁ ଯାଇକି ଆପଣମାନେ ସେଠାରେ ଭଲରେ ରହିଯିବା ଦରକାର। ହେଲା, ସେକେଣ୍ଡ ଥିଙ୍ଗ ପିଲାମାନେ, ବର୍ତ୍ତମାନ ଆମେ ଏକ୍ଜାମ୍ ଉପରକୁ ଯିବା। ଦେଖନ୍ତୁ ପିଲାମାନେ, ଆପଣଙ୍କର ଯେଉଁ ଏକ୍ଜାମ୍ ହଲ୍କୁ ପ୍ରଥମେ ଆପଣମାନେ ଯିବେ, ମିନ୍ସ ଆମେ ମନେକର ଏକ୍ଜାମ୍ ଅଛି ମୋର 2ଟା ବେଳେ, ଆପଣମାନେ ଜାଣିଛନ୍ତି। ତ 2ଟା ବେଳେ ଯଦି ମୋ ଏକ୍ଜାମ୍ ଅଛି, ତ ସବୁବେଳେ ଟ୍ରାଏ କରିବେ ପ୍ରଥମ ଜିନିଷ କି ଆପଣମାନେ ଏକ୍ଜାମ୍କୁ 30 ମିନିଟ୍ ପୂର୍ବରୁ ଯାଇକି ପହଞ୍ଚିବେ। ଏଇ କଥାଟା ମାଇଣ୍ଡରେ ରଖନ୍ତୁ। ଏକ୍ଜାମ୍ ମୋର ଅଛି 2ଟା ବେଳେ, ତ ମୁଁ ମୋର ଯେଉଁ ସେଣ୍ଟର ବା ଯେଉଁ ଜାଗାରେ ବା ଯେଉଁ ହୋଟେଲ, ଯେଉଁ ଆପଣମାନେ ଲଜ୍ରେ ଷ୍ଟେ କରିଥିବେ, ସେ ଷ୍ଟେ କରିକି ସେ ଜାଗାରୁ ଆପଣମାନେ ଖାଇ ପିଇକି ମିନିମମ୍ ଟ୍ରାଏ କରିବେ କି ଆପଣଙ୍କର ବାହାରି ଆସିବେ
ଘଣ୍ଟେ ପୂର୍ବରୁ 1 ଆୱାର ପୂର୍ବରୁ ପିଲାମାନେ ବାହାରି ଆସିବେ। ଦେନ୍ ଆସିକି ଯେମିତି ଏକ୍ଜାମ୍ ହଲ୍‌ରେ ଆପଣଙ୍କର 30 ମିନିଟ୍ ପୂର୍ବରୁ ଆପଣଙ୍କର ଗେଟ୍ ଓପନ୍ ହେଇଯାଏ। ଆପଣମାନେ ଜାଣିଛନ୍ତି ବା ଜାଣିନଥିବେ ତ ମୁଁ କହିଦଉଛି। ଆପଣଙ୍କର ଯେଉଁ ଏକ୍ଜାମ୍ ସେଣ୍ଟରର ଗେଟ୍‌ଟା ଆପଣଙ୍କର ଓପନ୍ ହେଇଯାଏ 30 ମିନିଟ୍ ପୂର୍ବରୁ। ତ ଆସିକି ଯେମିତି ଟ୍ରାଏ କରିବେ 30 ମିନିଟ୍ ପୂର୍ବରୁ ପଛେ ସେଇ ଜାଗାରେ ଠିଆ ହେଇକି ଆପଣମାନେ ଆଖି ପକେଇ ପାରିବେ, କିଛି ନୋଟ୍ସ ନେଇଥିବେ ବ୍ୟାଗ୍‌ରେ କିମ୍ବା ମୋବାଇଲରେ ନେଇଥିବେ ପଢ଼ିପାରିବେ, ବଟ୍ ଟ୍ରାଏ କରିବେ ଆସିକି ପହଞ୍ଚିଯିବେ। କାରଣ ବାହାର ଜାଗା କେତେବେଳେ କ'ଣ ସୁବିଧା ଅସୁବିଧା ଯେଉଁଟା ପାଇଁ ଆମେ ଯେମିତି ଏକ୍ଜାମ୍ ଦେବା ପାଇଁ ବାରଣ ନ ହଉ, ବୁଝିହେଉଛି? ତ ସେଇଟା ଟ୍ରାଏ କରିବେ। ସେକେଣ୍ଡ ଥିଙ୍ଗ୍, ଯେତେବେଳେ ଏକ୍ଜାମ୍ ଦେବା ପାଇଁ ଯିବେ ଆପଣମାନେ ପିଲାମାନେ ସବୁବେଳେ ମନେ ରଖିଥିବେ କି କ୍ୟାଜୁଆଲ୍ ୟୁନିଫର୍ମ ପିନ୍ଧିକି ଯିବେ। କ୍ୟାଜୁଆଲ୍ ୟୁନିଫର୍ମ ମାନେ କ'ଣ? ଆପଣମାନେ ଭାବୁଥିବେ କ'ଣ ଆମର ତ କିଛି ୟୁନିଫର୍ମ ନାହିଁ ପିଲାମାନେ, ତ ସାର୍ ଆମେ କ'ଣ ପିନ୍ଧିକି ଯିବୁ? ନା, ବେସିକ୍ ଜିନିଷ ମୁଁ ଆଗରୁ ମଧ୍ୟ କହିଛି, ଝିଅ ପିଲାମାନେ ଯେଉଁଟା ଆପଣମାନେ ରେଗୁଲାର ବେସିସ୍‌ରେ ୟୁଜ୍ କରୁଛନ୍ତି, ବେଶୀ ଷ୍ଟାଇଲିଶ୍ କପଡ଼ା ନୁହଁ, ବେଶୀ ଆପଣଙ୍କର ହାଇଫାଇ ବାଲା ନୁହଁ, ମାନେ ଜିନ୍ସ ଫିନ୍ସ ସେସବୁ ଜିନିଷକୁ ଆଭଏଡ଼୍ କରିବେ। ନର୍ମାଲ କୁର୍ତ୍ତୀ କିମ୍ବା ଆପଣଙ୍କର ଆପଣମାନେ ଟପ୍ ବି ୟୁଜ୍ କରିପାରିବେ, ବଟ୍ ଯେଉଁଟା ଆପଣମାନଙ୍କ ପାଇଁ ସୁଇଟେବୁଲ୍ ସେ ଅନୁସାରେ ଆପଣମାନେ ତ ଜାଣିଛନ୍ତି ବଡ଼ ପିଲା ଆପଣମାନେ କ'ଣ ଟିଚର୍ ହେବେ, ମୁଁ ଆପଣମାନଙ୍କୁ କ'ଣ କହିବି, ବୁଝିପାରିଲେ? ଆଉ ପୁଅ ପିଲାମାନେ ସେମିତି ଆପଣମାନେ ଫର୍ମାଲ୍ ହଉ ବା ଟ୍ରାଉଜର୍ସ ହଉ ଆପଣମାନେ ୟୁଜ୍ କରିପାରିବେ, ବଟ୍ ସର୍ଟ ପ୍ୟାଣ୍ଟ କିମ୍ବା ଆପଣମାନେ ହାଫ୍ ପ୍ୟାଣ୍ଟ ପିନ୍ଧିକି ଚାଲିଯିବେନି ପିଲାମାନେ ଏକ୍ଜାମ୍ ହଲ୍‌କୁ ସେମିତି, ବୁଝିପାରୁଛନ୍ତି? ଏଇଟା କହିବା ପାଇଁ ପଡ଼ିବନି, ବଟ୍ ମୁଁ କହିଦେଲି। ଦେନ୍ ଦୁଇଟା ଗଲା ପଏଣ୍ଟ ଆପଣଙ୍କର ବୁଝିଗଲେ, ପ୍ରପର୍ ୟୁନିଫର୍ମରେ ଯିବା, ଠିକ୍ ଅଛି। ନେକ୍ସଟ ଆପଣଙ୍କର ସାଙ୍ଗରେ ପିଲାମାନେ ସବୁବେଳେ ଏକ୍ଜାମ୍ ପୂର୍ବରୁ ଏତିକି ଜିନିଷ ମନେ ରଖିବେ, 3ଟା ଜିନିଷ ଆମେ ଧରିକି ଯିବା। ଯେ ପ୍ରଥମେ ତ ଆପଣମାନେ ଆଡ଼ମିଟ୍ କାର୍ଡ଼ଟେ ନେଲେ ସାଙ୍ଗରେ, ତା ସହିତ ଆପଣଙ୍କର ଯେଉଁ ଆଧାର କାର୍ଡ଼ ଆପଣମାନେ ନେଇଥିବେ, ଏ 2ଟା ଜିନିଷ। ଆଣ୍ଡ ଲାଷ୍ଟ ୱାନ୍ ଇଜ୍ ୟୋର୍ ପେନ୍। ପେନ୍‌କୁ ଯଦି ନ ନେଇକି ଯିବା ଆମେ ପିଲାମାନେ ଆକୁ ତାକୁ ମାଗୁଥିବା ଯାଇକି, ବୁଝିହେଲା? ତ 3ଟା ଜିନିଷ ଆପଣମାନଙ୍କୁ ଯେତେବେଳେ ଆପଣମାନେ ହୋଟେଲରୁ ବାହାରିବେ ବା ଲଜ୍‌ରୁ ଆପଣମାନେ ଯେଉଁ ଜାଗାରେ ଷ୍ଟେ କରିଥିବେ ବାହାରିବେ, 3ଟା ଜିନିଷକୁ ସାଙ୍ଗରେ ବା ପକେଟରେ ରଖିକି ଆପଣମାନେ ଏକ୍ଜାମ୍ ହଲ୍‌କୁ ଯିବେ। ଏତିକି ଜିନିଷ ମେଣ୍ଡେଟୋରୀ। ଦେନ୍ ଯଦି ଚାହିଁବେ ଆପଣମାନେ ନୋଟ୍ସ ନେଇପାରିବେ, ମୋବାଇଲ ନେଇପାରିବେ, ଯାଇକି ପଢ଼ିକି ବ୍ୟାଗ୍ ନେଇକି ଯାଇଥିବେ, ବ୍ୟାଗ୍‌ରେ ରଖିଦେଇକି ଆପଣମାନେ ଏକ୍ଜାମ୍ ଦେବା ପାଇଁ ଯିବେ, ବୁଝିହେଲା? ଦେନ୍ ଆପଣଙ୍କର ଲାଷ୍ଟ ଆଉ ଗୋଟେ ପଏଣ୍ଟ ଯେଉଁଟାକି ନଟ୍ ଇନ୍ ଦ ଲିଷ୍ଟ ପିଲାମାନେ, ବଟ୍ ମୁଁ ଆପଣମାନଙ୍କୁ କ'ଣ ପାଇଁ ଲେଖିଲି ତାର ରିଜିନ୍ ରହିଛି। ଯେ ବହୁତ ପିଲା କ'ଣ କରନ୍ତି ଜାଣିଛନ୍ତି? ଏଇ ଜିନିଷଟା ଆପଣମାନେ କରିବେନି। ବହୁତ ପିଲା କ'ଣ କରନ୍ତି ନା, ଏକ୍ଜାମ୍ ହଲ୍‌କୁ ପିଲାମାନେ ମାନେ ଘଣ୍ଟେ କି 2 ଘଣ୍ଟା ପୂର୍ବରୁ ଯାଇକି ବସିଥିବେ ସେଠି। ମୋର କହିବା କଥା ଠିକ୍ ଅଛି ପିଲାମାନେ, ପିଲାମାନେ ଏତେ ସିରିୟସ୍ ନିଅନ୍ତିନି ଏକ୍ଜାମ୍‌କୁ, ଯାଇକି ସେଠାରେ ବସିଥାନ୍ତି, ସେମିତି ଟାଇମ୍ ୱେଷ୍ଟ କରନ୍ତି, ହସ ମଜା ଥଟ୍ଟା। ତ ମୋର କହିବା କଥା ଏଇଟା ଯେ ଏଟଲିଷ୍ଟ ଆପଣମାନେ ତ ବର୍ଷ ସାରା ପଢ଼ିନଥିବେ, ପଢ଼ିନାହାନ୍ତି, ନ ପଢ଼ନ୍ତୁ ଠିକ୍ ଅଛି, ବଟ୍ କେବେ ବି ପିଲାମାନେ ଏଇ ଜିନିଷଟା କରିବେନି ଯେ ଯାଇକି ଏକ୍ଜାମ୍‌ର ଗୋଟେ ଘଣ୍ଟା 2 ଘଣ୍ଟା ପୂର୍ବରୁ ଯାଇକି ଠିଆ ହେଇକି ସେ ଜାଗାରେ ବହୁତ ପିଲା ଥିବେ ପାଠ ପଢ଼ୁଥିବେ, ବହୁତ ପିଲା ଥିବେ ମାନେ ଖାଲିଟାରେ ହେ ହେ ଫେ ଫେ ହେଉଥିବେ, ମିନ୍ସ ଅଯଥା କଥାବାର୍ତ୍ତା କରୁଥିବେ। ସେ ଜିନିଷ ପିଲାମାନେ ଆପଣମାନେ ଆଭଏଡ଼୍ କରିବେ। କାରଣ ସେଇ ଏକ୍ଜାମ୍ ପୂର୍ବରୁ ହିଁ ଯେଉଁ ଆପଣମାନେ ମେମୋରିଟା ଆପଣମାନଙ୍କର ବହୁତ ହେଲ୍ପଫୁଲ୍ ହେବ ଆପଣଙ୍କ ଏକ୍ଜାମ୍‌ରେ ଲେଖିବା ପାଇଁ। ଏ ଜିନିଷ ମାଇଣ୍ଡ ରଖିଥିବେ। ଯେତେ ଶାନ୍ତ, ଯେତେ ମାନେ ମାଇଣ୍ଡକୁ ଆପଣମାନେ ଫ୍ରେଶ୍ ରଖିବେ, ସେତେ ଭଲ ଆପଣମାନେ ଆନ୍ସର୍ ଲେଖିପାରିବେ। କାରଣ ଆନ୍ଧ୍ର ବିଏଡ୍ ଇଜ୍ ଅଲ୍ ଏବାଉଟ୍ ଆପଣଙ୍କର ନିଜେ କେତେ ଆପଣମାନେ ଲେଖିପାରୁଛନ୍ତି, ବୁଝିପାରିଲେ? ଦେନ୍ ଆଗକୁ ଯିବା। ନେକ୍ସଟ ପିଲାମାନେ ଆପଣଙ୍କର 5 ନମ୍ବର ପଏଣ୍ଟ, ଯେଉଁଥିରେ ମୁଁ ପ୍ରଥମେ ଆପଣଙ୍କୁ କହିଛି ଟାଇମ୍ ମ୍ୟାନେଜମେଣ୍ଟ। ଏଠୁ ଆପଣଙ୍କର କ'ଣ ଆସିଲା ନା, ଆପଣଙ୍କର ଟାଇମ୍ ମ୍ୟାନେଜମେଣ୍ଟ। ଟାଇମ୍ ମ୍ୟାନେଜମେଣ୍ଟ ମାନେ କ'ଣ? ଆପଣମାନେ ପଚାରୁଥିବେ କି ସାର୍ ଆପଣ ତ ଟାଇମ୍ ମ୍ୟାନେଜମେଣ୍ଟ କଥା କିଛି କହିନାହାନ୍ତି। ଆଚ୍ଛା, ମୁଁ ଦେଖନ୍ତୁ ଆପଣମାନଙ୍କୁ କହିଦେଉଛି ଟାଇମ୍ ମ୍ୟାନେଜମେଣ୍ଟ କ'ଣ ପାଇଁ କହିଲି। ଆପଣଙ୍କର 3 ଘଣ୍ଟାର ପିଲାମାନେ ଏକ୍ଜାମ୍‌ଟି ହେବ, ଯେଉଁଗୁଡ଼ା ଆପଣଙ୍କର 80 ମାର୍କର ପେପର୍। ତ 3 ଘଣ୍ଟାର ପେପର୍ ଭିତରୁ ଆପଣଙ୍କର ଗୋଟେ ପଡ଼ୁଛି ଆପଣଙ୍କର ସର୍ଟ ଟାଇପ୍‌ର, ଗୋଟେ ପଡ଼ୁଛି ଆପଣଙ୍କର ଲଙ୍ଗ ଟାଇପ୍‌ର, ବୁଝିହେଲା? ତ ସବୁବେଳେ ପିଲାମାନେ ଧ୍ୟାନ ରଖିବେ, ସବୁବେଳେ ଏଇଟା କାହିଁକି କହୁଛି ନା, ପିଲାମାନେ ହଇରାଣ ହୁଅନ୍ତି, ସେଇଥିପାଇଁ ଆପଣମାନଙ୍କୁ ମୁଁ ବାର ବାର କହୁଛି ସବୁବେଳେ ଟ୍ରାଏ କରିବେ କି ପ୍ରଥମେ ଆପଣମାନେ ସର୍ଟ ଟାଇପ୍‌କୁ ପିଲାମାନେ ସାରିଦେବା ପାଇଁ। ମିନ୍ସ ଯେଉଁ ଆପଣଙ୍କର 3 ଘଣ୍ଟା ରହୁଛି, 3 ଘଣ୍ଟାରୁ ଫାଷ୍ଟ ଯେଉଁ 2 ଘଣ୍ଟା ଆପଣମାନେ ମିନ୍ସ 2ଟାରୁ ଆପଣମାନଙ୍କର 4ଟା ଯାଏଁ, 2ଟାରୁ 4ଟା ଯାଏଁ ଆପଣମାନେ ଟ୍ରାଏ କରିବେ କି ସର୍ଟ ଟାଇପ୍ ଯେଉଁ କ୍ୱେଶ୍ଚିନ୍ ଆପଣଙ୍କର ରହୁଛି, ପ୍ରତି ୟୁନିଟ୍‌ରୁ 2ଟା ଲେଖା, 5ଟା ୟୁନିଟ୍‌ରୁ ଆପଣଙ୍କର 10ଟି କ୍ୱେଶ୍ଚିନ୍ ଆସିବ। ସେଇ 10ଟି ସର୍ଟ ଟାଇପ୍ ମାନେ 5 ମାର୍କିଆ କ୍ୱେଶ୍ଚିନ୍‌କୁ ଆପଣମାନେ ପ୍ରଥମେ 2 ଘଣ୍ଟାରେ ସାରିଦେବେ। ବୁଝିହେଲା ପିଲାମାନେ କ୍ଲିଅର୍? ପ୍ରଥମ 2 ଘଣ୍ଟାରେ ଯେତିକି ସର୍ଟ ଟାଇପ୍ ଆପଣଙ୍କର 5 ମାର୍କିଆ ତାକୁ ସାରିଦେବେ। ଦେନ୍ ଯେଉଁ 1 ଘଣ୍ଟା ରହିଲା, ସେଥିରେ ଆପଣମାନଙ୍କୁ କ'ଣ କରିବା ପାଇଁ ପଡ଼ିବ ନା, ଯେଉଁ ଲଙ୍ଗ କ୍ୱେଶ୍ଚିନ୍ ରହିଲା, ଲଙ୍ଗ କ୍ୱେଶ୍ଚିନ୍ ମାନେ କ'ଣ, ସବୁ ଆମକୁ ଆସିବନି। ଲଙ୍ଗ କ୍ୱେଶ୍ଚିନ୍‌ର ଅତି ବେଶୀରେ ଆମକୁ 2ରୁ 3 ପେଜ୍ ଆସେ, ଆଉ 2 ପେଜ୍ ଆମେ ନିଜ ମନରୁ ଡାଇଗ୍ରାମ୍ ଏକା କରିକି ଆମେ ଲେଖିଥାଉ, ବେସିକ୍ ଜିନିଷ ପିଲାମାନେ। ତ ସେଇଟା କ'ଣ କରିବେ ଆପଣମାନେ, ଲାଷ୍ଟକୁ ଯେହେତୁ ଟାଇମ୍ ଥିବ ଆପଣମାନଙ୍କ ହାତରେ, ଅଧଘଣ୍ଟେ ଲେଖା ଗୋଟେ କ୍ୱେଶ୍ଚିନ୍‌କୁ ଦେବେ ଆଣ୍ଡ ବ୍ରିଫ୍‌ରେ ଆପଣମାନେ ନିଜ ମନରୁ ବି ମାନେ ଡେସ୍କ୍ରାଇବ୍ କରିକି ଲେଖିପାରିବେ। ସେଇଥିପାଇଁ ମୁଁ କହୁଛି ଫାଷ୍ଟରୁ ଯଦି ଆପଣମାନେ ଭାବିବା ପାଇଁ ଲାଗିଯିବେ ନା, ଦେନ୍ ଆପଣମାନେ ସର୍ଟ କ୍ୱେଶ୍ଚିନ୍ ବହୁତ ସାରା ରହିଯିବ, ସ୍କିପ୍ ମାରିଦେବେ।
ଆଉ ଆନ୍ଧ୍ରରେ ଗୋଟେ କ୍ୱେଶ୍ଚନ୍ ଯଦି ଆପଣମାନେ ସ୍କିପ୍ ମାରି ଦେଉଛନ୍ତି ଆପଣଙ୍କଠୁ ମାନେ ମେଣ୍ଢା ଆଉ କେହି ନୁହେଁ। ବୁଝିପାରିଲେ? କ'ଣ ପାଇଁ କହୁଛି ବୁଝିପାରିବେ ଆପଣମାନେ। ଦେନ୍ ଆଗକୁ ଯିବା। ଦେନ୍ ନେକ୍ସଟ ପଏଣ୍ଟ ଆପଣମାନଙ୍କର ମୁଁ ଲେଖିଛି ଯେ ଯୋଉଟା ପିଲାମାନେ ପ୍ରଥମେ ଆପଣମାନଙ୍କୁ ପରଫେକ୍ଟଲି ପୁରା ଆସୁଥିବ ତା ଆନ୍ସରଟା ଆପଣମାନେ ଜାଣିଥିବେ ସେଇଟାକୁ ପିଲାମାନେ ଟ୍ରାଏ କରିବେ ଫର୍ଷ୍ଟ କରିବା ପାଇଁ। କ'ଣ ପାଇଁ କହିଲି? ଆପଣଙ୍କର ସେକ୍ସନ୍ ଏ ଆଉ ସେକ୍ସନ୍ ବି କରିକି ଆପଣଙ୍କର କ୍ୱେଶ୍ଚନ୍ ଆସିବ। ବୁଝିପାରିଲେ? ଯୋଉ ସେକ୍ସନ୍ ଏ ରେ ଆପଣଙ୍କର ସର୍ଟ ଟାଇପ୍ରେ ଆସିବ। ତ ସର୍ଟ ଟାଇପ୍ରେ ମନେକର 1 ନମ୍ବର କ୍ୱେଶ୍ଚନ୍ ଯୋଉ 2ଟା ରହିଛି ଅପସନ୍ ବା ଯୋଉ 2ଟା ଅର୍ରେ ରହିଛି ମୋତେ ସେଟା ଆସୁନାହିଁ। ଠିକ୍ ଅଛି, ମୁଁ କ'ଣ କରିବି, ଯେହେତୁ ଆନ୍ସର ଗୋଟେ ଷ୍ଟାର୍ଟିଂ କରିବି ପିଲାମାନେ କ୍ୱେଶ୍ଚନ୍ ମାନେ ଖାତାରେ, ତ ମୁଁ କ'ଣ କରିବି, ଯଦି ମୋତେ 2 ନମ୍ବର କ୍ୱେଶ୍ଚନ୍‌ର ଆନ୍ସରଟା ଆସୁଛି ପରଫେକ୍ଟଲି ଇନ୍ କମ୍ପାରିଜନ୍ ଟୁ ଆପଣଙ୍କର 1 ନମ୍ବର କ୍ୱେଶ୍ଚନ୍, ତ ମୁଁ ସବୁବେଳେ ଟ୍ରାଏ କରିବି କି ମୁଁ 2 ନମ୍ବରରୁ ହିଁ ଷ୍ଟାର୍ଟ କରିବା ପାଇଁ। ବୁଝିପାରିଲେ? ତ 2 ନମ୍ବର ମୁଁ ଏଠି ପକେଇବି, ଦେନ୍ ଲେଖା ଷ୍ଟାର୍ଟ କରିବି କି 2 ନମ୍ବର ଏଟା ମୋତେ ଆସୁଛି, ତ ମୁଁ ଏ ଦେଇକି ଆପଣଙ୍କର ଲେଖିବି। ଆଉ ସେଠି କ୍ୱେଶ୍ଚନ୍ ଲେଖିବାର କିଛି ଆବଶ୍ୟକତା ନାହିଁ। ଆପଣମାନେ ଡାଇରେକ୍ଟ କ'ଣ କରିବେ ନା ଆନ୍ସର ଲେଖିବେ। ବୁଝିପାରିଲେ? ନମ୍ବରିଂ କରିଦେଲେ ଦେନ୍ ଆପଣମାନେ ଡାଇରେକ୍ଟ ଆନ୍ସର ଲେଖିବା ଷ୍ଟାର୍ଟ କରିବେ। ଯେହେତୁ ମୋତେ ସେଟା ପରଫେକ୍ଟଲି ଆସୁଛି, ତାର ଡାଇଗ୍ରାମ୍ସ ମୋତେ ଆସୁଛି ଆଣ୍ଡ ମୋ ସିଲେକ୍ସନ୍ ସେଟା ବାଜିଛି, ତ ମୁଁ ସେଇଟାକୁ ହିଁ ପ୍ରଥମେ କରିବି। କ'ଣ ପାଇଁ କରିବେ? ଏଇଟା ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ। ଦେଖନ୍ତୁ ପିଲାମାନେ, ଆଜ୍ ଏ ଟିଚର ପର୍ସପେକ୍ଟିଭ ମୁଁ ଆପଣମାନଙ୍କୁ କହୁଛି ଯେ ସବୁବେଳେ ଜଣେ ଟିଚର ଆପଣଙ୍କର ଖାତାଟା ଯଦି 32 ପେଜର ରହୁଛି ପିଲାମାନେ, ସେ 32ଟା ଯାକ ପେଜ କେବେ ଦେଖିବେନି। ସେ ପ୍ରଥମ 3ରୁ 4 ପେଜରୁ ହିଁ ଜାଣିନେବେ ଗୋଟେ ପିଲାଟିର ଏବିଲିଟି କ'ଣ ଆଣ୍ଡ ପିଲାଟି ଭଲ ନା ଖରାପ ଷ୍ଟୁଡେଣ୍ଟ ଜାଣିଛନ୍ତି କି ନାହିଁ। ତେଣୁ ସେଇ ଯେଉଁ ପ୍ରଥମ 3ରୁ 4 ପେଜ ଆପଣମାନେ ଲେଖିବେ, ପ୍ରଥମତଃ ଗୁଡ୍ ହ୍ୟାଣ୍ଡରାଇଟିଂରେ ଲେଖିବେ ଆପଣମାନେ। ସେକେଣ୍ଡ ଥିଙ୍ଗ ହେଉଛି ଆପଣମାନେ ପରଫେକ୍ଟଲି ଡାଇଗ୍ରାମ ସହିତ ରିପ୍ରେଜେଣ୍ଟ କରିଥିବା ଦରକାର। ଦେନ୍ ମଝିରେ ଆପଣମାନେ ଯୋଉଟା ଆସୁନାହିଁ ତାକୁ ପୁରଉଛନ୍ତି ଅଲଗା କଥା, ବଟ୍ ପ୍ରଥମେ ଯୋଉ 2-3ଟା କ୍ୱେଶ୍ଚନ୍ କରିବେ ତାକୁ ପୁରା ବ୍ରିଫଲି ଆପଣମାନେ ଭଲସେ ଏକ୍ସପ୍ଲେନ୍ କରିକି ଲେଖିବେ। ଏଇଟା ଆପଣମାନଙ୍କ ପାଇଁ ଗୋଟେ ଯୋଉ ରାମବାଣ ମୁଁ କହିପାରିବି, ମାନେ କ'ଣ କହିବି ମୁଁ ଆପଣମାନଙ୍କୁ, ବୁଝିପାରୁଛନ୍ତି? ଆମକୁ ଯଦି କିଏ ଏଇ କଥାଟା କହିଥାନ୍ତା ପିଲାମାନେ, ଆଜି ଆମେ ଆହୁରି ଭଲ ନମ୍ବର ରଖିକି ପିଲାମାନେ ପାସ୍ ହେଇଥାନ୍ତୁ। ବୁଝିହେଲା? ଦେନ୍ ନେକ୍ସଟ ଯିବା ପିଲାମାନେ ଆପଣମାନଙ୍କର ସେଟା ତ ଗଲା। ଡାଇଗ୍ରାମ୍ସ ତ ମେଣ୍ଡେଟୋରି, ଆକୁ କହିବା ପାଇଁ ମୁଁ ଭାବୁଛି ଏ ପଏଣ୍ଟଟାକୁ ମୁଁ ଏଡ୍ ନ କରିଥିଲେ ବି ଚଳିଥାନ୍ତା, ବଟ୍ ପିଲାମାନେ କିଛି ଏବେ ବି ଅଛନ୍ତି ଜାଣିନାହାନ୍ତି କି ଡାଇଗ୍ରାମ ଗୋଟେ ଆପଣମାନେ କ୍ୱେଶ୍ଚନ୍ କରୁଛନ୍ତି ମାନେ ସେ ସର୍ଟ ଟାଇପ୍ରେ ଗୋଟେ ଡାଇଗ୍ରାମ କରିବେ ଆଉ ଲଙ୍ଗ ଟାଇପ୍ରେ ମିନିମମ୍ 2ଟା ଡାଇଗ୍ରାମ ଆପଣମାନେ କରିବେ। ଏଇଟା ମାଇଣ୍ଡରେ ସେଟ୍ କରିଦିଅନ୍ତୁ। କେମିତି ଡାଇଗ୍ରାମ କରିବେ? ଯୋଉ ପଏଣ୍ଟ ଆପଣଙ୍କର ମନ ଅଛି ତାକୁ ହିଁ ଆପଣମାନେ ଡାଇଗ୍ରାମେଟିକାଲି ରିପ୍ରେଜେଣ୍ଟ କରିବେ। ବେସିକ୍ ଜିନିଷ ଡାଇଗ୍ରାମ ଭିଡ଼ିଓ ସବୁ ଆମ ମାନେ ଚ୍ୟାନେଲରେ ଅପଲୋଡ଼ ଅଛି। ଆପଣମାନେ ଫ୍ରି ଅଫ୍ କଷ୍ଟରେ ଦେଖିକି ନିଜେ ବନେଇ ପାରିବେ, କିଛି ଏଥିରେ ଆପଣଙ୍କୁ ପଇସା ପଡ଼ୁନି। ବୁଝିପାରିଲେ? ଆଉ ସେତିକି ପରିଶ୍ରମ ନ କଲେ ପିଲାମାନେ ଆପଣମାନେ କେମିତି କରିବେ? ବୁଝିପାରୁଛନ୍ତି? ଏତେ ସୁବିଧା ଆପଣମାନଙ୍କୁ ଦିଆହେଉଛି। ଦେନ୍ ନେକ୍ସଟ ଆପଣଙ୍କର ରହୁଛି ପଏଣ୍ଟ, ଡୋଣ୍ଟ ସ୍କିପ୍ ଏନି କ୍ୱେଶ୍ଚନ୍। ଏଇଟା ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ ପାର୍ଟ ପିଲାମାନେ। ବାର ବାର କହୁଛି ଆପଣମାନଙ୍କୁ କି ଆନ୍ଧ୍ରରେ ଆପଣମାନେ ଏକ୍ଜାମ ଦେଲାବେଳେ ଆପଣଙ୍କୁ ମନେକର ଯେତିକି ବି କ୍ୱେଶ୍ଚନ୍ ଅଛି ତା ଭିତରୁ ମୋତେ 2ଟା କ୍ୱେଶ୍ଚନ୍ ଆସୁନି। ବୁଝିହେଲା କି? ମୋ ପାଖରେ 2ଟା କ୍ୱେଶ୍ଚନ୍ ମୋତେ ଆସୁନି, ତ ମୁଁ କ'ଣ କରିବି? ଆମେ ବେସିକାଲି ଗ୍ରାଜୁଏସନ୍ ଟାଇମ୍ରେ କ'ଣ କରୁ? ଆମେ ସେଗୁଡ଼ା ହାତ ମାରୁନା, ଛାଡ଼ି ଦେଇକି ପଳେଇ ଆସୁ। ବଟ୍ ଏଠି ସେ ଭୁଲ ଆପଣମାନେ କରିବେନି ଆଦୌ ବି। ଆପଣମାନଙ୍କୁ ଆସୁନି, ଠିକ୍ ଅଛି ପିଲାମାନେ, କିଛି ନ ଆସୁ। ଆମେ କ'ଣ କରିବା? ମନେକର ମୋର ପଢ଼ିଛି କିଛି ଗୋଟେ ପଢ଼ିଛି ଆପଣଙ୍କର କଗ୍ନିଟିଭ୍ ଡେଭଲପମେଣ୍ଟ ପଢ଼ିଛି। ମୁଁ କିଛି ଜାଣିନି, ମୋତେ କିଛି ଜଣା ନାହିଁ କଗ୍ନିଟିଭ୍ ଡେଭଲପମେଣ୍ଟ ବିଷୟରେ। କିଏ ଦେଇଥିଲେ, କ'ଣ ପାଇଁ ଦେଇଥିଲେ, ତାର ମାନେ ଥିଓରିଟା କ'ଣ ଜଣା ନାହିଁ। ବାସ୍ ଏତିକି ଜାଣିଛି ଯେ ଏଇଟା ଗୋଟେ ଥିଓରି। ଏତିକି ଜିନିଷ ମୋତେ ଜଣା ଅଛି ଯେ ଏଇଟା ଗୋଟେ ଥିଓରି ବାସ୍ ଅଛି ଆମ ବହିରେ, ବଟ୍ ମୁଁ ପଢ଼ିନି। ତ ଆପଣମାନେ ଲେଖିପାରିବେ ମାନେ ବେସିକ୍‌ରେ ଷ୍ଟାର୍ଟ କରିକି ଯେ ହଁ ଇଟ୍ ଇଜ୍ ଏ ଥିଓରି। କଗ୍ନିଟିଭ୍ ମାନେ ମୁଁ ବାସ୍ ବୁଝିଥିବା ଦରକାର ଯେ ହଁ କଗ୍ନିଟିଭ୍ ମାନେ କ'ଣ, ଗୋଟେ ଜ୍ଞାନ ଉପରେ ଆପଣଙ୍କର କିଛି ଗୋଟେ ଜ୍ଞାନାତ୍ମକ ଆମେ କହୁଛୁ। ତ ଆପଣମାନେ ବେସିକ୍ ଜିନିଷ ତା ଉପରେ ଯାହା ଭାବୁଛନ୍ତି ସେଇ ଜିନିଷ ଲେଖି ଦେଇଯିବେ। କିମ୍ବା ଯଦି ଅଦର କିଛି ଥିଓରି ପଢ଼ିଛନ୍ତି ଆଣ୍ଡ ଏଇଟା ପଡ଼ିଯାଇଛି ଇନ୍ କେସ୍ ଆପଣଙ୍କର, ଦେନ୍ ଆପଣମାନେ ସେ ଆର ଥିଓରି ଯୋଉଟା ପଢ଼ିଥିବେ, ମନେକର ମୋରାଲ ଡେଭଲପମେଣ୍ଟ ଥିଓରି ଆପଣମାନେ ପଢ଼ିଛନ୍ତି, ତାକୁ ଆପଣମାନେ ଆ ଭିତରେ ଏଡ୍ କରିକି ଲେଖିଦେବେ। ତାକୁ ସ୍କିପ୍ କରିବେନି। ମୋ କଥା ବୁଝିପାରୁଛନ୍ତି କି ନାହିଁ? କିଛି ଆସୁନି ତାକୁ ସ୍କିପ୍ କରିବେନି ପିଲାମାନେ, ତା ଭିତରେ ଯାହା ହଉ କିଛି ଲେଖି ଦେଇକି ପଳେଇ ଆସିବେ। ଏତିକି କଥା ମାଇଣ୍ଡରେ ରଖିବେ। ସେ ଯେ ୟୁନିଭର୍ସିଟିର ପିଲା ଆପଣମାନେ ହୁଅନ୍ତୁ ନା କ'ଣ ପାଇଁ। ଦେନ୍ ତାପରେ ତ ଆପଣଙ୍କର ରହିଲା ଟାଇମ୍ ମ୍ୟାନେଜମେଣ୍ଟ। ମୁଁ ଆପଣମାନଙ୍କୁ କହିସାରିଲିଣି ଅଲରେଡ଼ି। ଆପଣଙ୍କର କେମିତି 3 ଘଣ୍ଟାରେ ଆପଣମାନେ ସବୁ ଜିନିଷକୁ ମ୍ୟାନେଜ କରିକି ପିଲାମାନେ ଚାଲିବେ। ଠିକ୍ ଅଛି? ତା ପଛରେ ବେଶୀ ମୁଁ ଆପଣମାନଙ୍କୁ କହିବିନି ଆଉ। ଦେନ୍ ଆଗକୁ ଯିବା। ଦେନ୍ ନେକ୍ସଟ ଆପଣମାନଙ୍କର ଏଇଟା ହେଉଛି ପିଲାମାନଙ୍କର ଗୋଟେ ମାଇଣ୍ଡସେଟ୍। ଆନ୍ଧ୍ରରେ କରୁଛୁ ମାନେ ତୁ ଯାହା ତାହା ଲେଖିକି ଆସ, ପାସ୍ ହେଇଯିବୁ। ପିଲାମାନେ ଟୋଟାଲି ସେ ମାଇଣ୍ଡସେଟ୍ ରଖିବନି। କ'ଣ ପାଇଁ କହୁଛି? ଆପଣମାନେ ନିଜ ଏଜେଣ୍ଟକୁ ପଚାରି ପାରିବେ, ନିଜ ସିନିୟର ଭାଇ ଭଉଣୀଙ୍କଠୁ ବୁଝିପାରିବେ, କିମ୍ବା ଆପଣମାନେ ଯଦି ବି କେହି ଆପଣଙ୍କର ମାନେ ରିଲେଟିଭରେ ପୂର୍ବରୁ କରିଛନ୍ତି ତାଙ୍କ ଥ୍ରୋରେ ଜାଣିପାରିବେ। ଆନ୍ଧ୍ରରେ ଯୋଉ ଆପଣଙ୍କର କୁହାଯାଏ କି ଆପଣମାନେ ଯାହା ଲେଖିକି ଆସିଗଲେ ସେମିତି ମାର୍କ, ତାହେଲେ ବ୍ୟାକ୍ ଲାଗନ୍ତା ହିଁ କ'ଣ ପାଇଁ? ମୋତେ ଗୋଟେ କଥା କୁହନ୍ତୁ।
এইটা ସତ ଯେ ଆପଣଙ୍କର ଯୋଉ ମାର୍କିଂ ହୁଏ, ମାର୍କିଂ ସିଷ୍ଟମରେ ଟିକେ ଆପଣଙ୍କର ଛାଡ଼ ଦିଆଯାଏ, ବୁଝିପାରୁଛନ୍ତି? କିନ୍ତୁ ତା ବୋଲି ନୁହେଁ ଯେ ଆମେ ଗୋଟେ ଗପ ଗୀତ ଲେଖିକି ଚାଲି ଆସିବା, ସେମାନେ ଏତେ ବି ମାନେ ଇଏ ନୁହନ୍ତି ଯେ ଆମକୁ ମାର୍କ ଦେଇଦେବେ। ଏଇ ଜିନିଷ କେବେ ଭୁଲ କରିବେନି। ଆସୁନାହିଁ, ମତେ ଗୋଟେ ଥିଓରି ଆସୁନି, ମୁଁ ଅଦର ଗୋଟେ ଥିଓରି ଯେଟା ପଢିଥିବି ତାକୁ ଲେଖିପାରିବି, କିନ୍ତୁ ଷ୍ଟୋରି, ସଙ୍ଗ, ପ୍ରବନ୍ଧ ଏଇସବୁ ଜିନିଷ ପିଲାମାନେ ଆଦୌ ଲେଖିକି ଆସିବେନି। ସେସବୁ ଜିନିଷ ଯଦି କ'ଣ ପାଇଁ ଲେଖିକି ଆସିବେନି, ମନେକର ମୁଁ ଷ୍ଟୋରିଟେ ଲେଖୁଛି ବା ଗୀତଟେ ଲେଖୁଛି, ସେ ଗୀତଟେ ପିଲାମାନେ ଜଣେ ଯଦି ମାନେ ଯୋଉ ଏକ୍ସାମିନରଙ୍କ ଆଖି ଆଗରେ ପଡ଼ିଗଲା ଇନ୍ କେସ୍, ସେ ଯାହା ବି ଆପଣଙ୍କୁ ଭଲ ନମ୍ବର ଦଉଥିବେ ନା, ସେଇଠି ହିଁ ଇମ୍ପ୍ରେସନଟା ଆପଣଙ୍କର ଖରାପ ହେଇଯିବ, ଡାଉନ୍ ହେଇଯିବ, ଆଉ ଆପଣଙ୍କର ଭଲ ନମ୍ବର ବାହାରିବ ହିଁ ନାହିଁ। ଆପଣଙ୍କର ନେକ୍ସଟ କ୍ୱେଶ୍ଚନରେ ଭଲ ଲେଖିଥିଲେ ବି ଆପଣମାନଙ୍କୁ ନମ୍ବର ମିଳିବନି। ତେଣୁ ସେ ଭୁଲ କରିବେ ନାହିଁ ଆଦୌ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ପିଲାମାନେ, ଯୋଉ କ୍ୱେଶ୍ଚନର ଡାଇଗ୍ରାମ୍ସ ଆପଣଙ୍କୁ ପରଫେକ୍ଟଲି ଆସୁଛି ସେଇଗୁଡ଼ାର ଡାଇଗ୍ରାମ କରିବେ। ଯୋଉଗୁଡ଼ାର ଆପଣଙ୍କୁ ପରଫେକ୍ଟଲି ଡାଇଗ୍ରାମ ଆସୁନି ସେ ଡାଇଗ୍ରାମକୁ କରିବେନି, କାରଣ ଗୋଟେ ପେଜର ସର୍ବପ୍ରଥମେ ଆପଣଙ୍କର ଆଖିଟା ପଡ଼ିଥାଏ କାହା ଉପରେ? ଡାଇଗ୍ରାମ୍ସ ଉପରେ। ତ ଡାଇଗ୍ରାମ୍ସ ଯଦି ଆପଣମାନେ ଭୁଲ କରିଥିବେ ସେ ଆଉ ଭିତରେ ପଢ଼ିବେ କ'ଣ ପାଇଁ? ଡାଇଗ୍ରାମ ଭୁଲ ଅଛି ମାନେ ଟୋଟାଲି କ୍ରସ୍ କରିଦେଇକି ପଳେଇଯିବେ। ବୁଝିପାରିଲେ ତ? ତେଣୁ ଯୋଉଟା ଡାଇଗ୍ରାମ ଯାହା କରୁଛନ୍ତି ସେଇଟାକୁ ପରଫେକ୍ଟ କରିବେ। ଭିତରେ ଆପଣମାନେ କ'ଣ ଲେଖୁଛନ୍ତି ସେଟା ପର କଥା, କିନ୍ତୁ ଡାଇଗ୍ରାମକୁ ଆପଣମାନେ ସବୁବେଳେ ଟ୍ରାଏ କରିବେ ଠିକ୍ କରିବା ପାଇଁ। ଦେନ୍ ଆପଣମାନେ ଡାଉଟ୍ ତ ବହୁତ ରହୁଥିବ କି ସାର୍ ସ୍କ୍ୱାଡ୍ ଆସନ୍ତି କି ନାହିଁ? ଆଚ୍ଛା, ସ୍କ୍ୱାଡ୍ ମାନେ ଆପଣଙ୍କର ଯୋଉ ଆସନ୍ତି ଚେକିଂ କରିବା ପାଇଁ, ଆପଣମାନେ ସେଇମାନଙ୍କ କଥା ଆପଣମାନେ ଡାଉଟ୍ରେ ବହୁତ ପଚାରନ୍ତି ମୋତେ ପିଲାମାନେ। ତ ମୁଁ ଏଇଟା କହିଦେବା ପାଇଁ ଚାହେଁ, ଏଜ୍ ଏ ନର୍ମାଲ ଏକ୍ଜାମ୍ ପିଲାମାନେ, ୟୁନିଭର୍ସିଟିର ଏଇଟା ଗୋଟେ ଏକ୍ଜାମ୍, ତ ଡେଫିନେଟଲି ଆପଣଙ୍କର ୟୁନିଭର୍ସିଟି ତରଫରୁ, ଆପଣଙ୍କର ହାୟର ଏଜୁକେସନ୍ ତରଫରୁ ସ୍କ୍ୱାଡ୍ ଆସନ୍ତି, ସେ ଚେକ୍ ମଧ୍ୟ କରନ୍ତି, ଆଉ ପିଲାମାନେ ଏମ୍ପି ମଧ୍ୟ ହୁଅନ୍ତି, ଆଣ୍ଡ ତାଙ୍କୁ କ'ଣ କରାଯାଏ, ଗୋଟେ ମାନେ ସେମିଷ୍ଟାରରେ ତାଙ୍କୁ ବ୍ୟାକ୍ ଲଗାଇ ଦିଆଯାଏ। ଏଇଟା ମ୍ୟାକ୍ସିମମ୍ କେସ୍ରେ ହୁଏ ପିଲାମାନେ, ବେଶୀ ହୁଏ ଆପଣଙ୍କର ଏଏନ୍ୟୁରେ। ତ ଏଏନ୍ୟୁରେ ପିଲା ଟିକେ ସାବଧାନ ରହିକି ପିଲାମାନେ ସବୁ କାମ କରିବେ, ବୁଝିପାରୁଛନ୍ତି? ଏଏନ୍ୟୁରେ ବେଶୀ ହୁଏ, ମାନେ ଅଦର ୟୁନିଭର୍ସିଟିରେ ବି ହୁଏ, ବଟ୍ ଏଏନ୍ୟୁରେ ମୋ ଶୁଣିବା ଭିତରେ ବେଶୀ ପରିମାଣରେ ସ୍କ୍ୱାଡ୍ ଆସନ୍ତି, ଆଣ୍ଡ ବହୁତ ଚେକିଂ ତାଙ୍କର ଚାଲିଥାଏ, ବୁଝିପାରିଲେ? ତେଣୁ ଆପଣମାନେ ସେ ଭୁଲ ଆଦୌ କରିବେନି, ମାନେ କପି ମପି ଏସବୁ ଜିନିଷ ଆଦୌ ପିଲାମାନେ କରିବେନି। ସ୍କ୍ୱାଡ୍ ଆପଣଙ୍କର ଆସନ୍ତି, ଆଉ ଠିକ୍ କେତେବେଳେ ଆସିଯିବେ ଆପଣଙ୍କ ପାଖରେ, ଆପଣମାନେ ଲେଖୁଥିବେ, ଆପଣଙ୍କ ସାଇଡ଼ରେ ଠିଆ ହେଇଥିବେ ସ୍କ୍ୱାଡ୍, ଠିକ୍ ଅଛି? ଆଉ ତାଙ୍କ କଥା ତ ଆମେ ବୁଝିପାରିବାନି, ସିଏ ତାଙ୍କର ତେଲୁଗୁରେ କଥା ହେଉଥିବେ, ତ ସିଏ ଆପଣଙ୍କୁ ଇଂଲିଶରେ ଯାହା ଯାହା ପଚାରିବେ ଆପଣମାନଙ୍କୁ ନ ଡରିକି ଆନ୍ସର୍ ଦେବାର ଅଛି, ଠିକ୍ ଅଛି? ଦେନ୍ ଆପଣଙ୍କର କପି ନେବେ କି ନାହିଁ, ଏଇଟା ଗୋଟେ ତ ବହୁତ ବଡ଼ କ୍ୱେଶ୍ଚନ୍, ଆଉ ସବୁ ପିଲାଙ୍କ ମନରେ ଡାଉଟ୍ ନୁହେଁ କି ଏଇଟା, କପି ନେବେ କି ନାହିଁ? ମୁଁ ଆପଣଙ୍କୁ ଓପନଲି କହୁଛି ପିଲାମାନେ, କପି ମାନେ ଭୁଲରେ ବି ନେଇକି ଯିବେନି। କ'ଣ କହିଲେ ପିଲାମାନେ? ଭୁଲରେ ବି ନେଇକି ଯିବେନି। ଆପଣମାନଙ୍କୁ ମୁଁ ପ୍ରଥମରୁ କହୁଛି ଯେ ଯାହା ଆସୁ ନ ଆସୁ, ଆପଣମାନେ ଯାହା ପଢ଼ିକି ଯାଇଥିବେ ଲେଖିକି ଆସିବେ ପଛେ, କିନ୍ତୁ ସେ କପି ନେଇକି ଲେଖିକି ଆପଣମାନେ ଆନ୍ଧ୍ରରେ ପିଲାମାନେ ଏମିତିରେ ବି ଆପଣମାନେ ଭଲ ନମ୍ବର ରଖିଦେବେ, କିନ୍ତୁ ଯଦି କପି ନେଇକି ଆପଣମାନେ ବାଇଚାନ୍ସ ଫେଲ୍ ହେଇଯାଉଛନ୍ତି ବା ବ୍ୟାକ୍ ଲାଗିଯାଉଛି ନା, ଆପଣମାନେ ଭାବନ୍ତୁ, ଥରେ ଏତେ ପଇସା ଖର୍ଚ୍ଚ କରିକି 12-13 ହଜାର ଟଙ୍କା ଖର୍ଚ୍ଚ କରିକି ଟ୍ରାଭେଲିଂରେ ଆପଣମାନେ ଯାଉଛନ୍ତି ଏକ୍ଜାମ୍ ଦେବା ପାଇଁ, ପୁଣି ତା ସହିତ ଏକ୍ସଟ୍ରା ଫର୍ମ ଫିଲ୍ଅପ୍ ପାଇଁ ପଇସା ରହୁଛି, ତାହେଲେ ବ୍ୟାକ୍ଟା ଲାଗିବ। ଆପଣମାନେ ଗୋଟେ ଏକ୍ଜାମ୍ ଦେବା ପାଇଁ ଆପଣମାନଙ୍କୁ ପୁଣି ସେତିକି ପଇସା ଖର୍ଚ୍ଚ କରିକି ଯିବା ପାଇଁ ପଡ଼ିବ। ତେଣୁ ସେ ଜିନିଷ କରିବେନି। ଯେତିକି ପଢ଼ିଛନ୍ତି, ଯେତିକି ଆସୁଛି ଲେଖିବେ, ଯୋଉଟା ନ ଆସୁଛି ବି ସେଟାକୁ ଲେଖିକି ଆସିବେ, କିନ୍ତୁ କପି ମପି ଜିନିଷ କରିବେନି ପିଲାମାନେ। ଧରା ପଡ଼ିଲେ ଆପଣଙ୍କର ଏମ୍ପି ହବ ହିଁ ହବ। ଆଉ ସେଟାର ଯୋଉ ତାଙ୍କର ଯୋଉ ସାର୍ ମ୍ୟାଡ଼ାମ୍ ଥାନ୍ତି ବହୁତ ଷ୍ଟ୍ରିକ୍ଟ ଥାନ୍ତି ପିଲାମାନେ, ସେମାନେ ବହୁତ ଷ୍ଟ୍ରିକ୍ଟ, ଆପଣମାନେ ଦେଖିଲେ ହିଁ ଜାଣିପାରିବେ କି ସେମାନେ କେତେ ଷ୍ଟ୍ରିକ୍ଟ, ବୁଝିପାରିଲେ? ତେଣୁ ସେସବୁ ଜିନିଷ ଆଦୌ କରିବେନି। ଗୋଟେ ଜିନିଷ ମନେ ରଖିଥିବେ, ସେଠାରେ ଆପଣଙ୍କର ଆନ୍ଧ୍ରରେ କ'ଣ ହୁଏ ପିଲାମାନେ, ମୁଁ ଆପଣମାନଙ୍କୁ କହୁଛି, ମାନେ ତାଙ୍କର ଯୋଉ ଏଜୁକେସନ୍ ସିଷ୍ଟମ୍ ରହିଛି, ଏଜୁକେସନ୍ ସିଷ୍ଟମ୍ ଯୋଉ ରହିଛି, ସେଥିରେ ଆପଣଙ୍କର କପିଟାକୁ ଟୋଟାଲି ସେମାନେ କ'ଣ, ମାନେ ଆମର ଯାହା ବି ହଉ ଓଡ଼ିଶାରେ ଟିକେ ଅଧେ ବି ଚାଲିଯିବ, କିନ୍ତୁ ସେଠାରେ ଜମା ସେମାନେ ଚାଲିବା ପାଇଁ ଦେବେନି, ଜାଣିଛନ୍ତି? ଯଦି ବି ଧରା ପଡ଼ିଗଲେ ନା, ବହୁତ ଅପମାନ କରିବେ। ସେସବୁ ଜିନିଷ ଆଦୌ କରିବେନି ପିଲାମାନେ, ବହୁତ ରିଗ୍ରେଟ୍ ହେବ ଆପଣମାନଙ୍କୁ। ତେଣୁ କପି କଥା ଭୁଲିବେନି, ମାନେ ଭୁଲିବେନି ସରି, କପି କଥା ଜମା ବି ମାଇଣ୍ଡରେ ରଖିବେନି। ମାଇକ୍ରୋ ଜେରକ୍ସ କିଛି ସେସବୁ ଜିନିଷ ପିଲାମାନେ ଏଲାଉ ନାହିଁ, ମନେ ରଖିଥିବେ, ବୁଝିହେଲା? ଆଉ ଚେକିଂ କରିକି ସେମାନେ ଛାଡ଼ନ୍ତି ଭିତରକୁ, ଏଇଟା ବି ମନେ ରଖିଥିବେ। ବାଇଚାନ୍ସ ଆପଣମାନେ ଧରା ପଡ଼ିବେ, ଆପଣଙ୍କର ନାଁ ଖରାପ ହେବ, ଆପଣଙ୍କ ଏଜେଣ୍ଟଙ୍କ ନାଁ ଖରାପ ହେବ, ଆପଣଙ୍କ କଲେଜ, ଯୋଉ କଲେଜରୁ ଆପଣଙ୍କର ମାନେ ପଢ଼ୁଥିବେ ତାର ନାଁ ଖରାପ ହେବ। ଆଉ ସବୁବେଳେ ମନେ ରଖିବେ ପିଲାମାନେ, ଆଉ ଗୋଟେ କ୍ୱେଶ୍ଚନ୍ ଥାଏ ପିଲାମାନଙ୍କ ମନରେ କି ଆମେ ଯୋଉ କଲେଜର ପିଲା ସାର୍, ସେଇ କଲେଜରେ ଏକ୍ଜାମ୍ ଦେବୁ କି? ନା ପିଲାମାନେ, ଆପଣଙ୍କର ସେଣ୍ଟର ପଡ଼ିବ ଅଲଗା କଲେଜରେ। ଆପଣଙ୍କର କଲେଜ ମନେକର ଗୋଟେ ଅଛି, ଆଉ ଗୋଟେ ବିଏଡ୍ କଲେଜରେ ଆପଣଙ୍କର ସେଣ୍ଟର ପଡ଼ିବ, ବୁଝିପାରିଲେ? ଆଉ ସେ ସେଣ୍ଟରର ପିଲାମାନଙ୍କର ସେଇ ସେଣ୍ଟରରେ ପଡ଼ିବ, ମାନେ ଏକ୍ସଚେଞ୍ଜ ହେଇଯିବ, ଆଉ କିଛି ନୁହଁ। ବେସିକ୍ ଜିନିଷ ବୁଝିପାରିଲେ? ଏତିକି ଜିନିଷ। ଦେନ୍
ପାଣି ବୋଟଲ ନେଇକି ଯିବେ କି ନାହିଁ ଏଇଟା ବି ଥାଏ ପିଲାମାନଙ୍କ ମନରେ ଡାଉଟ୍। ପାଣି ବୋଟଲ ନେଇକି ଯାଇପାରିବେ, କିଛି ବି ପ୍ରୋବ୍ଲେମ୍ ସେମିତି ନାହିଁ, ଆପଣମାନେ ବିନ୍ଦାସ୍ ନେଇକି ଯାଇପାରିବେ। ହଁ, ମୁଁ କ'ଣ କହୁଥିଲି ଆପଣମାନଙ୍କୁ ଯେ ଆନ୍ଧ୍ରରେ ପିଲାମାନେ କ'ଣ ହୁଏ, ତାଙ୍କର ଇନଫ୍ରାଷ୍ଟ୍ରକ୍ଚର ବହୁତ ଖରାପ। ଇନଫ୍ରାଷ୍ଟ୍ରକ୍ଚର ବହୁତ ଖରାପ ମାନେ ତାଙ୍କ ଘରଗୁଡ଼ା ଆଉ ତାଙ୍କର ଯେଉଁ କ୍ଲାସରୁମ୍ସ ଗୁଡ଼ା ପିଲାମାନେ ମ୍ୟାକ୍ସିମମ୍ ଆପଣଙ୍କର ଓପନ୍ଲି ଥାଏ, ମାନେ ଆପଣଙ୍କର ଏନଭାୟରମେଣ୍ଟ ସହିତ ଓପନ୍ ପୁରାପୁରି ଚାରି କାନ୍ଥ ଭିତରେ ନଥାଏ। ଯଦି ବି ଥାଏ ଆପଣଙ୍କର କେଉଁ ଜାଗାରେ ଫ୍ୟାନ୍ ନଥିବ, କେଉଁ ଜାଗାରେ ଘଣ୍ଟା ନଥିବ, କେଉଁ ଜାଗାରେ ଆପଣଙ୍କର ସେତିକି ସୁବିଧା ନଥିବ, ପାଣି ବ୍ୟବସ୍ଥା ନଥିବ, ବହୁତ କିଛି ତାଙ୍କର ମାନେ ପ୍ରୋବ୍ଲେମ୍ ଦେଖାଯାଏ। ତ ଆପଣମାନଙ୍କୁ ପ୍ରଥମରୁ ହିଁ ଆଡ଼ଜଷ୍ଟ କରିକି ଯିବାର ଅଛି, ମାଇଣ୍ଡ ସେଟ୍ କରିକି ଯିବେ। ଯାହାର କିଛି ମାନେ ଯାହାକୁ ବାର ବାର ଶୋଷ ଲାଗୁଥିବ ସେ ପାଣି ବୋଟଲଟେ ସାଙ୍ଗରେ ନେଇକି ଯିବ। ଯାହାକୁ ଆପଣଙ୍କର ଘଣ୍ଟା ଟାଇମିଂରେ ବହୁତ ପ୍ରୋବ୍ଲେମ୍, ଟାଇମ୍ ମ୍ୟାନେଜମେଣ୍ଟରେ ପ୍ରୋବ୍ଲେମ୍, ସେ ଘଣ୍ଟାଟେ ନେଇକି ଯିବ, ଏନାଲଗ୍ ଘଣ୍ଟାଟେ ନେଇକି ଯିବ। ତେଣୁ ଏସବୁ ଜିନିଷ ଆପଣମାନଙ୍କୁ ପ୍ରଥମରୁ ହିଁ ପ୍ରିପେୟାର କରି ରଖିବାର ଅଛି। ୟୁଟ୍ୟୁବରେ ଭିଡ଼ିଓ କରିକି ଯଦି ଆମେ ଏତେ ଜିନିଷ ଆପଣମାନଙ୍କୁ କହୁଛୁ, ଫିର୍ ବି ଆପଣମାନେ ସଚେତନ ହେଉନାହାନ୍ତି, ସେତିକି ଆପଣମାନେ ପ୍ରସ୍ତୁତ ହେଉନାହାନ୍ତି, ଦେନ୍ ଏଥିରେ ଆଉ କ'ଣ କରାଯାଇପାରିବ ପିଲାମାନେ? ଆମେ ଆଉ ନିଜେ ନେଇକି ଆପଣଙ୍କୁ ତ ସେ ଜିନିଷ କରିପାରିବୁନି। ତ ଆପଣମାନଙ୍କୁ ଏତେ ଜିନିଷ କୁହାଗଲା, ଟ୍ରାଏ କରିବେ କି କିଛି ବି ଭୁଲ ନ କରିବା ପାଇଁ। ଠିକ୍ ଅଛି, ଆଶା କରିବି କି ଆପଣମାନଙ୍କର ଏଇ ଭିଡ଼ିଓ ସାହାଯ୍ୟରେ ବହୁତ ଯେତିକି ଡାଉଟ୍ ଥିଲା ଆପଣମାନଙ୍କର ପ୍ରାୟତଃ ପିଲାମାନେ ସରିଯାଇଥିବ। ଆଉ ଯଦି ବି କିଛି ପିଲାମାନେ ଡାଉଟ୍ ଥିବ ନିଶ୍ଚିତ ମୋତେ କମେଣ୍ଟ ସେକ୍ସନରେ ପଚାରି ପାରିବେ, ମୁଁ ତା'ର ରିପ୍ଲାଏ ନିଶ୍ଚିତ ଭାବେ ଦେବି। ଠିକ୍ ଅଛି, ତ ଦେଖା ହେବ ପୁଣି ଗୋଟେ ନେକ୍ସଟ ଭିଡ଼ିଓରେ ପିଲାମାନେ ଆପଣମାନଙ୍କ ସହିତ। ଯଦି ଆପଣମାନେ ଚ୍ୟାନେଲରେ ନୂଆ ଥିବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ, ଆଣ୍ଡ ଭିଡ଼ିଓଟିକୁ ପିଲାମାନେ ନିଜ ସାଙ୍ଗସାଥି ରିଲେଟିଭ୍ ଯେଉଁମାନେ ବି ଆନ୍ଧ୍ର ବିଏଡ଼୍ ଏକ୍ଜାମ୍ ଦେବା ପାଇଁ ଯିବେ ଫାର୍ଷ୍ଟ ଟାଇମ୍ ପାଇଁ ତାଙ୍କ ସହିତ ସେୟାର କରିବାକୁ ଭୁଲିବେନି। ଠିକ୍ ଅଛି, ଜୟ ଜଗନ୍ନାଥ।